ସାଙ୍ଗ କେବେ ରକ୍ତ ସମ୍ପର୍କୀୟ ହୋଇନଥାନ୍ତି। ସାଙ୍ଗ ସବୁବେଳେ ବିଶ୍ୱାସର ସମ୍ପର୍କୀୟ ହୋଇଥାନ୍ତି। ଯେଉଁ ସାଙ୍ଗ ଆପଣ ଯେଉଁଠାରେ ବସୁନଥିବେ ସେଇଠାରେ ଆପଣଙ୍କ ପାଇଁ ଠିଆ ହୋଇ ରହିଥିବ ତାକୁ କୁହାଯାଏ ସାଙ୍ଗ। ଯେଉଁ ସାଙ୍ଗ ତାଙ୍କ ଆଗରେ ଆପଣଙ୍କୁ କିଏ ନିନ୍ଦା ଅପମାନ ଦଉଥିବ ତା ଦେହରେ ନ ଯାଇ ସିଏ ସେଇ ମୁହୂର୍ତ୍ତ ସେଇଠାରେ ସ୍ୱର ଉଠେଇଥିବ ତାକୁ କୁହାଯାଏ ସାଙ୍ଗ। ଯେଉଁ ସାଙ୍ଗ ସମସ୍ତେ ଗଲା ପରେ ଆପଣଙ୍କୁ ଗାଳି ଦେଇ ବାଡେଇକିନି ବୁଝାଇଥାଏ ତାକୁ କୁହାଯାଏ ସାଙ୍ଗ। ଯେଉଁ ସାଙ୍ଗ ଆପଣଙ୍କ ଭଲ ମନ୍ଦ ସମୟରେ ଠିଆ ହୋଇଥାଏ ତାକୁ କୁହାଯାଏ ସାଙ୍ଗ। ଯେଉଁ ସାଙ୍ଗ ପ୍ରତି ମୁହୂର୍ତ୍ତ ଆପଣଙ୍କ ଗୋଡେ ଗୋଡେ ଜଗି ରହିଥାଏ ଆଉ ଆପଣଙ୍କୁ କେବେ କଳଙ୍କ ଲଗେଇ ଦେଇନଥାଏ ତାକୁ କୁହାଯାଏ ସାଙ୍ଗ। ତେଣୁକରି ଆପଣ କେମିତି କହିପାରୁଛନ୍ତି ସିଏ ରକ୍ତର ସମ୍ପର୍କୀୟ ନୁହେଁ? ସିଏ ରକ୍ତ ସମ୍ପର୍କୀୟଠୁ ଆହୁରି ବହୁତ ବଡ ହୋଇଗଲା। ତେଣୁକରି ଆପଣ ମାନେ ସାଙ୍ଗର ମହତ୍ଵ ବୁଝନ୍ତୁ। ଜୟ ଜଗନ୍ନାଥ।